बरगढ़ पौरांचल दे प्रवाहित जीरा नदी में प्रस्तावित आनिकट पर ओडिशा जल संपद विभाग मुख्य जत्री इंजीनियर चंद्रशेखर पाढ़ी विभागीय टीम सहित बरगढ़ पहुंची साइट परिदर्शन करने अंका जाइथिबा एक स्केच आधार में जीरा नदीर विभिन्न कूल को जाई स्थिति तर्जमा करने सहित बरगढ़ जिला जल संपद विभाग अधिकारी सहित विस्तृत आलोचना करथिले। ଏହି ଅବସରରେ ଉପସ୍ଥିତ ଥିବା ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହିତ ମଧ୍ୟ ଆନିକଟର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଏନେଇ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ପାଢ଼ୀଙ୍କୁ ପଚାରିବା ପରେ ଆନିକଟ ପାଇଁ ଏକ ଇନଷ୍ଟ୍ରିମ୍ ଷ୍ଟ୍ରକ୍ଚର ବା ବନ୍ଧଟେ ତିଆରି ହେବ, ଯାହାକି ନଦୀର କୂଳ ଲଙ୍ଘି ନଦୀ ପରିସର ଭିତରେ ତିଆରି ହେବ। ଏଥିପାଇଁ କୌଣସି ଜମି ଅଧିଗ୍ରହଣ ନାହିଁ କି କୌଣସି ବିସ୍ଥାପିତ ହେବାର ନାହିଁ। କ୍ଷତିପୂରଣ ପାଇଁ ମଧ୍ୟ ସରକାରଙ୍କୁ ହଟହଟା ହେବାକୁ ପଡ଼ିବ ନାହିଁ। ପୁଣି ଏହି ଇନଷ୍ଟ୍ରିମ୍ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେଲେ ନଦୀରେ ପାଣି ଭର୍ତ୍ତି ରହିବ, ଯଦ୍ୱାରା ଚିନ୍ତାଜନକ ଭାବେ ହ୍ରାସ ପାଉଥିବା ବରଗଡ଼ ସହରର ଭୂତଳ ଜଳସ୍ତର ମଧ୍ୟ ବଢ଼ିବ ବୋଲି ଇଞ୍ଜିନିୟର ପାଢ଼ୀ ସ୍ପଷ୍ଟ କରିଥିଲେ। ତେବେ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ବାଲିଟିକିରା ସରସରା ଗାଁ ପାଖାପାଖି ଅଂଶରେ ଜିରା ନଦୀ ଉପରେ ଆନିକଟ ନିର୍ମାଣ କରାଯିବାର ଯୋଜନା ଥିବା ପ୍ରାରମ୍ଭିକ ଆଲୋଚନାରୁ ଜଣାପଡ଼ିଥିଲେ ବି विस्तृत जांच पर ही प्रकृत स्थान चयन कराଯିବ ବୋଲି विभागीय अधिकारी माने सूचना देते। तेबे आनिकट निर्माण हेले बालिटिक्रारू सया पर्यंत जीरा नदी में भरपूर पानी रहिबो, जद्वारा बरगढ़ शहर समेत आखपाख गाँवर पानीय जल समस्या दूर होगा सहित निकटस्थ चाष जमी को उठा जलसेचन पहुँचाई हेब। सेहिभଳି ଏହି ପାଣିରେ ମାଛ ଚାଷର ମଧ୍ୟ ସୁବିଧା ଉପଲବ୍ଧ ହୋଇପାରିବ ସହିତ ବୋଟିଂ ଭଳି ଅବସର ବିନୋଦନ ପର୍ଯ୍ୟଟନ ପାଇଁ ମଧ୍ୟ ଉପଯୋଗୀ ହୋଇପାରିବ ବୋଲି ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର ପାଢ଼ୀ ସୂଚନା ଦେଇଥିଲେ। ଏହି ଅବସରରେ ବରଗଡ଼ କେନାଲ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ମଦନ ମୋହନ ସେଠୀ, ଗଙ୍ଗାଧର ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କ ସମେତ ବରଗଡ଼ କେନାଲ ଡିଭିଜନର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ବରଗଡ଼ ଧନୁଯାତ୍ରା ସମୟରେ ରାଜ ଅତିଥି ଭାବେ କଂସଙ୍କ ଅତିଥି ସ୍ୱୀକାର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଅଭିଭାଷଣ ଅବସରରେ ଜିରା ନଦୀର ଏକ ଆନିକଟ ନିର୍ମାଣ ପାଇଁ ଘୋଷଣା କରିଥିଲେ, ଯାହାକି ଏବେ ପୂରଣ ହେବାକୁ ଯାଉଥିବାରୁ ବିଭିନ୍ନ ମହଲ ସ୍ୱାଗତ ଜଣାଉଛି। ତେବେ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ନେତୃତ୍ୱରେ ଆସିଥିବା ବିଭାଗୀୟ ଟିମ୍ ଆସି ଆଜି ସ୍ଥିତି ଯାଞ୍ଚ କରିବା ପରେ ଆନିକଟ ନେଇ ଦୀର୍ଘଦିନରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି ବୋଲି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସ୍ୱାଗତୋକ୍ତି ବ୍ୟକ୍ତ କରିଥିଲେ। ଛୁଆବେଳୁ ଶୁଣିଛି, କିନ୍ତୁ କୌଣସି ପ୍ରକାର ପଦକ୍ଷେପ ଦେଖିବାକୁ ମିଳିନଥିଲା, ହେଲେ ସହରବାସୀଙ୍କ ସେହି ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିଛନ୍ତି ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ଏବଂ ଜଳସମ୍ପଦ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୁଁ ଚନ୍ଦ୍ରଶେଖର ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ ଜଳସମ୍ପଦ ବିଭାଗ ଓଡ଼ିଶା। ଆପଣ ଦେଖନ୍ତୁ, ସବୁ ଏଇଟା ଯେଉଁ ଆମର ହେଉଛି ଗୋଟେ ଆଇଏସ୍ଏସ୍ ଷ୍ଟ୍ରକ୍ଚର, ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର, ଆଉ ସେଟାକୁ ଆମେ ଯଦି ଓଡ଼ିଆରେ କହିବା ଆନ୍ତଃନଦୀ ଜଳାଶୟ। ଏଥିରେ କ'ଣ ହେଉଛି, ଯେଉଁ ଜାଗାରେ ଯେଉଁ ଆମେ ଷ୍ଟ୍ରକ୍ଚରଟା କରିବା, ଗୋଟେ ବନ୍ଧଟି ତିଆରି ହେବ, ସେଟା ତାର ପାଣିଟା କୂଳ ଲଘିବ ନାହିଁ, କୂଳ ଭିତରେ ହିଁ ରହିବ। କୌଣସି ଡିସପ୍ଲେସମେଣ୍ଟ ନାହିଁ, କୌଣସି ରିହେବିଲିଟେସନ୍ ନାହିଁ, କୌଣସି ଲ୍ୟାଣ୍ଡ ଏକ୍ୱିଜିସନ୍ ନାହିଁ। ଆଉ ୟାର ପାଣିଟା ଯେଉଁଟା ରହିବ, ସେଥିରେ ଆପଣଙ୍କର ଜଳସ୍ତର ବଢ଼ିବ, ଗ୍ରାଉଣ୍ଡ ୱାଟରର, ପ୍ଲସ୍ ତା ଉପରେ ଆପଣଙ୍କର ଏଠି ବିଭିନ୍ନ ଡେଭଲପମେଣ୍ଟ ହେବ। ଦେଖନ୍ତୁ, ଇଏ ମୁଁ ଛୁଆବେଳୁ ଶୁଣୁଥିଲି ଯେ ବରଗଡ଼ରେ ଗୋଟେ ଆନିକଟ ହେବ আর ଦରକାର ବୋଲିକିରି। ଆଉ ଆପଣ ଜାଣିଥିବେ, ଗତ ଧନୁଯାତ୍ରା ସମୟରେ ଓଡ଼ିଶାର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ବରଗଡ଼କୁ ଧନୁଯାତ୍ରା ଦେଖିବା ପାଇଁ ଆସିଥିଲେ, ଆଉ ସେହି ମଞ୍ଚରେ ଘୋଷଣା କରିଥିଲେ ଯେ ବରଗଡ଼ରେ ଗୋଟେ ଆନିକଟ ହେବ ବୋଲିକିରି। ସେ ପରିପ୍ରେକ୍ଷୀରେ ତାର କାମ ଚାଲିଛି। ଆଉ ଆଜି ଆମର ଇରିଗେସନର ଇଆଇସି ଇଞ୍ଜିନିୟର ଇନ୍ ଚିଫ୍ ପାଢ଼ୀ ବାବୁ ଆସିଛନ୍, ଆମର ମହାନ୍ତି ବାବୁ ପ୍ଲାନିଂ ଚିଫ୍ ଇଞ୍ଜିନିୟର ଆମର ଏସି ସମସ୍ତେ ଆଜି ଆସିକିରି ବିଭାଗୀୟ ଅଧିକାରୀମାନେ ଆସିକିରି ଆଜି ପୁରା ତନ୍ନ ତନ୍ନ କରି ତର୍ଜମା କରୁଛନ୍। ନିଶ୍ଚିତ ଭାବରେ ବହୁତ ଜଲ୍ଦି ନିକଟ ଭବିଷ୍ୟତରେ यार पूरा रूपरेख देकिरी काम आरंभ हेबा आ बरगड़वासींकर स्वप्न साकार हेबा। बरगढ़ विजय कुमार मिश्र रिपोर्ट, एवन ओडिशा।